ପିଲାମାନେ ଆଜି ଆମେ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ପରୀକ୍ଷା 2023-24 ଦ୍ୱିତୀୟ ଶ୍ରେଣୀ ବିଜ୍ଞାନ ପ୍ରଶ୍ନ ଆଲୋଚନା କରିବା। ସମୟ ହେଉଛି 1 ଘଣ୍ଟା, ପୂର୍ଣ୍ଣ ସଂଖ୍ୟା ହେଉଛି 50। 11 ପ୍ରଶ୍ନ, ବନ୍ଦିନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। କ'ଣ ପ୍ରଶ୍ନ ଦେଇଛି? ଆମ ଶରୀରର ଡ୍ୟାସ୍ ଅଙ୍ଗ କେବଳ ମାଂସପେଶୀ ଦ୍ୱାରା କାମ କରନ୍ତି। ବ୍ରାକେଟ୍ ଦେଇଛି କ'ଣ? ହାତ, ଗୋଡ଼, ଚକ୍ଷୁ, ମସ୍ତିଷ୍କ। ଠିକ୍ ଉତ୍ତରଟି ହେଉଛି ଚକ୍ଷୁ। ଚକ୍ଷୁ। କ'ଣ ପ୍ରଶ୍ନ? ପଥର ଗୁଣ୍ଡ ଜଳ ସହ ମିଶି ଡ୍ୟାସ୍ ସୃଷ୍ଟି ହୁଏ। ବ୍ରାକେଟ୍ ଦେଇଛି ମାଟି, ଶିଳା, କାଦୁଅ, ବାଲି। ଉତ୍ତରଟି କ'ଣ ହେବ? ଉତ୍ତରଟି ହେଉଛି କାଦୁଅ। ପଥର ଗୁଣ୍ଡ ସହ ଜଳ ମିଶି କାଦୁଅ ସୃଷ୍ଟି ହୁଏ। କାଦୁଅ। ଗଣ ପ୍ରଶ୍ନ, ଛୋଟ ପିଲାଙ୍କ ଶରୀରରେ ଡ୍ୟାସ୍ ଖଣ୍ଡ ଅସ୍ଥି ଥାଏ। ଅପସନ୍ ଦେଇଛି 206, 350, 500 ଏବଂ 250। ଠିକ୍ ଉତ୍ତରଟି ହେଉଛି 350। 350। ଛୋଟ ପିଲାଙ୍କ ଶରୀରରେ 350 ଖଣ୍ଡ ଅସ୍ଥି ଥାଏ। ଘନ ପ୍ରଶ୍ନ, ସୂର୍ଯ୍ୟପରାଗ ଡ୍ୟାସ୍ ତିଥିରେ ହୋଇଥାଏ। ବ୍ରାକେଟ୍ ଦେଇଛି ସଂକ୍ରାନ୍ତି, ପୂର୍ଣ୍ଣିମା, ଅମାବାସ୍ୟା, ଏକାଦଶୀ। ଠିକ୍ ଉତ୍ତରଟି ହେଉଛି ଅମାବାସ୍ୟା। ସୂର୍ଯ୍ୟପରାଗ ଅମାବାସ୍ୟା ତିଥିରେ ହୋଇଥାଏ। ଅମାବାସ୍ୟା। ପୁନଃ ପ୍ରଶ୍ନ, ମୋଟାଳ ମାଟି ସହ ବାଲି ମିଶି ଡ୍ୟାସ୍ ମାଟି ତିଆରି ହୁଏ। ବ୍ରାକେଟ୍ ଦେଇଛି ଦୋରସା, ବାଲିଆ, ପଟୁ, ମୋଟାଳ। ଠିକ୍ ଉତ୍ତରଟି ହେଉଛି କ'ଣ? ଦୋରସା। ମୋଟାଳ ମାଟି ସହ ବାଲି ମିଶି ଦୋରସା ମାଟି ତିଆରି ହୁଏ। ଦୋରସା। ଦୁଇ ନମ୍ବର ପ୍ରଶ୍ନ, ସ୍ତମ୍ଭ ମିଳନ କର। କ ସ୍ତମ୍ଭ, ଖ ସ୍ତମ୍ଭ ଦେଇଛି ପିଲାମାନେ। କ ସ୍ତମ୍ଭ ଦେଇଛି ହୃତ୍ପିଣ୍ଡ, ଉତ୍ତମ ଖାଦ୍ୟ, ସବୁଜ ବଳୟ, ଚନ୍ଦ୍ର, ସୂର୍ଯ୍ୟ। ଖ ସ୍ତମ୍ଭ ଦେଇଛି ଅସ୍ୱଚ୍ଛ, ନକ୍ଷତ୍ର, ଜଳ, ଗଛ, ସ୍ୱଚ୍ଛ, ମାଂସପେଶୀ। ହୃତ୍ପିଣ୍ଡ ସହିତ କାହାକୁ ଯୋଡ଼ିବା? ହୃତ୍ପିଣ୍ଡ ହେଉଛି ମାଂସପେଶୀ। ହୃତ୍ପିଣ୍ଡ ହେଉଛି ପିଲାମାନେ ମାଂସପେଶୀ। ଉତ୍ତମ ଖାଦ୍ୟ, ଖାଦ୍ୟ କ'ଣ? ଜଳ। ସବୁଜ ବଳୟ, ସବୁଜ ବଳୟ ହେଲା କ'ଣ ହେବ ପିଲାମାନେ? ସବୁଜ ବଳୟ ହେଉଛି ଗଛ। ଚନ୍ଦ୍ର, ଚନ୍ଦ୍ର ହେଉଛି ଏକ ଡ୍ୟାସ୍। ଚନ୍ଦ୍ର ହେଉଛି ଏକ ଉପଗ୍ରହ। ଏଠି ଉପଗ୍ରହ ଅଛି କି? ନାହିଁ। ଚନ୍ଦ୍ର କ'ଣ ହେବ? ଚନ୍ଦ୍ର ହେଉଛି ଏକ ସ୍ୱଚ୍ଛ। ସୂର୍ଯ୍ୟ, ସୂର୍ଯ୍ୟ ହେଲା ନକ୍ଷତ୍ର। ହୃତ୍ପିଣ୍ଡ ହେଉଛି କ'ଣ ପିଲାମାନେ? ମାଂସପେଶୀ। ଉତ୍ତମ ଖାଦ୍ୟ ହେଉଛି ଜଳ, ସବୁଜ ବଳୟ ହେଉଛି ଗଛ, ଚନ୍ଦ୍ର ହେଉଛି ସ୍ୱଚ୍ଛ ଏବଂ ସୂର୍ଯ୍ୟ ହେଉଛି ନକ୍ଷତ୍ର। 3 ପ୍ରଶ୍ନ, ଅଲଗା ଶବ୍ଦଟିକୁ ବାଛି ଲେଖ। କ ନମ୍ବର ଦେଇଛି କ'ଣ? ନାକ, ପାକସ୍ଥଳୀ, କାନ, ପେଟ। ବ୍ରାକେଟ୍ ଦେଇଛି ଶରୀରର ଅଙ୍ଗ ଦୃଷ୍ଟିରୁ କେଉଁଟା ଅଲଗା? ଠିକ୍ ଉତ୍ତରଟି କ'ଣ ହେବ? ଠିକ୍ ଉତ୍ତରଟି ହେଉଛି ପାକସ୍ଥଳୀ। ଖନ ପ୍ରଶ୍ନ, ସମୁଦ୍ର, ପୋଖରୀ, ନଦୀ, ନଳକୂପ ଜଳର ସ୍ୱାଦ ଦୃଷ୍ଟିରୁ କ'ଣ ଅଲଗା ହେବ? ଠିକ୍ ଉତ୍ତରଟି ହେଉଛି କ'ଣ? ନଳକୂପ। ଗଣ ପ୍ରଶ୍ନ, ପୃଥିବୀ, ଚନ୍ଦ୍ର, ସୂର୍ଯ୍ୟ, ଶନି ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ ଦୃଷ୍ଟିରୁ କେଉଁଟା ଅଲଗା ହେବ? ସୂର୍ଯ୍ୟ ହେବ। ସୂର୍ଯ୍ୟ ହେଉଛି ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ।
ଘନ ପ୍ରଶ୍ନ ବରଫ, ଜଳ, ବାମ୍ଫ, ବର୍ଷା ଏମାନ ମଧ୍ୟରୁ କେଉଁଟା ଅଲଗା? ପଦାର୍ଥର ଅବସ୍ଥା ଦୃଷ୍ଟିରୁ କେଉଁଟା ଅଲଗା ହେବ? ଠିକ ଉତ୍ତରଟି ହେବ ବର୍ଷା। ବନ ପ୍ରଶ୍ନ ବୁଟ, ଡାଲି, ରୁଟି, ମଟର ଖାଦ୍ୟ ଦୃଷ୍ଟିରୁ କେଉଁଟା ଅଲଗା ହେବ? ଠିକ ଉତ୍ତରଟି ହେଉଛି ରୁଟି। 4 ପ୍ରଶ୍ନ ଠିକ ବାକ୍ୟ ପାଖରେ ଠିକ ଚିହ୍ନ ଏବଂ ଭୁଲ ବାକ୍ୟ ପାଖରେ ଭୁଲ ଚିହ୍ନ ଦିଅ। କନ ପ୍ରଶ୍ନ ଦେଇଛି ପୃଥିବୀ ଚନ୍ଦ୍ର ଆଲୋକରେ ଆଲୋକିତ ହୁଏ, ଠିକ ନା ଭୁଲ? ହେଉଛି ଭୁଲ। ପୃଥିବୀ ସୂର୍ଯ୍ୟ ଆଲୋକରେ ଆଲୋକିତ ହୋଇଥାଏ। ଖନ ପ୍ରଶ୍ନ ଘରେ ଭେଣ୍ଟିଲେଟର ଲଗାଇବା ଉଚିତ, ଇଏ ହେଉଛି ଠିକ ଉତ୍ତର। ଘରେ ଭେଣ୍ଟିଲେଟର ଲଗାଇବା ଉଚିତ। ଘନ ପ୍ରଶ୍ନ ବାଲିଆ ମାଟିରେ ଉଦ୍ଭିଦ ଭଲ ବଢ଼ିଥାଏ, ଇଏ ହେଉଛି ଭୁଲ ଉତ୍ତର। ଉଦ୍ଭିଦ ଦୋରସା ମାଟିରେ ଭଲ ବଢ଼ିଥାଏ। ଘନ ପ୍ରଶ୍ନ ମାଂସପେଶୀ ସଞ୍ଚାଳନ ଏକ ଉତ୍ତମ ବ୍ୟାୟାମ, ଇଏ ହେଉଛି ଠିକ ଉତ୍ତର। ଘନ ପ୍ରଶ୍ନ 13,109ଟି ପୃଥିବୀ ଏକତ୍ର ହେଲେ ସୂର୍ଯ୍ୟର ଆକାର ସହ ସମାନ ହେବ, ଇଏ ହେଉଛି ମଧ୍ୟ ଠିକ ଉତ୍ତର। 5 ପ୍ରଶ୍ନ ଏକ ପଦରେ ପ୍ରକାଶ କର। କନ ଦେଇଛି ଧୂଳି, ଧୂଆଁ ବା ରୋଗ ଜୀବାଣୁ ନଥିବା ବାୟୁ, କ'ଣ କହନ୍ତି ତାକୁ? ଧୂଳି, ଧୂଆଁ ବା ରୋଗ ଜୀବାଣୁ ନଥିବା ବାୟୁକୁ ବିଶୁଦ୍ଧ ବାୟୁ କହନ୍ତି। ବିଶୁଦ୍ଧ ବାୟୁ। ବିଶୁଦ୍ଧ ବାୟୁ। ସେବେ ଦେଖ ପିଲାମାନେ ଖନ ପ୍ରଶ୍ନ ଜୈବ ପଦାର୍ଥ ଓ କାଦୁଅ ମିଶି ସୃଷ୍ଟି ହୁଏ, କ'ଣ ସୃଷ୍ଟି ହୁଏ? ଜୈବ ପଦାର୍ଥ ଓ କାଦୁଅ ମିଶି ମାଟି ସୃଷ୍ଟି ହୋଇଥାଏ। କ'ଣ ସୃଷ୍ଟି ହୋଇଥାଏ? ମାଟି। ଗଣ ପ୍ରଶ୍ନ ଜଳ ବାରମ୍ବାର ବିଭିନ୍ନ ଅବସ୍ଥା ଦେଇ ପୁନର୍ବାର ଜଳ ରୂପକୁ ଫେରିଆସିବା କ'ଣ କହନ୍ତି? ଠିକ ଉତ୍ତରଟି ହେଉଛି ଜଳଚକ୍ର। ଜଳ ବାରମ୍ବାର ବିଭିନ୍ନ ଅବସ୍ଥା ଦେଇ ପୁନର୍ବାର ଜଳ ରୂପକୁ ଫେରିଆସିବାକୁ ଜଳଚକ୍ର କହନ୍ତି। ଜଳଚକ୍ର। ଘନ ପ୍ରଶ୍ନ ଆମ ସମଗ୍ର ଶରୀରକୁ ଯିଏ ଘୋଡ଼େଇ ରଖିଛି ତାହା କ'ଣ? ତାହା ହେଉଛି ଚର୍ମ। ଚର୍ମ ଆମ ସମଗ୍ର ଶରୀରଟିକୁ ଘୋଡ଼େଇ ରଖିଛି। ଘନ ପ୍ରଶ୍ନ ଜଳୀୟ ବାଷ୍ପ ହାଲୁକା ହୋଇ ବାୟୁରେ ଉପରକୁ ଉଠିବା ଫଳରେ ଡ୍ୟାସ୍ ସୃଷ୍ଟି ହୋଇଥାଏ? ମେଘ ସୃଷ୍ଟି ହୋଇଥାଏ। ଉତ୍ତର କ'ଣ ହେବ? ମେଘ। ଛନ ପ୍ରଶ୍ନ ଯେକୌଣସି 3 ପ୍ରଶ୍ନର ଉତ୍ତର ଲେଖ। କ'ଣ ଦେଇଛି? କ'ଣ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଆବଶ୍ୟକ କାହିଁକି? ଉତ୍ତରଟି ହେଉଛି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ନିତ୍ୟାନ୍ତ ଆବଶ୍ୟକ, କାରଣ ଖାଦ୍ୟ ଆମକୁ ଶକ୍ତି ଯୋଗାଇଥାଏ। ବଢ଼ିବା ଓ କାମ କରିବା ପାଇଁ ଆମେ ଖାଦ୍ୟ ଆବଶ୍ୟକ କରିଥାଉ। ବିଭିନ୍ନ ପ୍ରକାର ଖାଦ୍ୟ ଆମକୁ ବିଭିନ୍ନ ପ୍ରକାର ସାହାଯ୍ୟ କରନ୍ତି। କେତେକ ଖାଦ୍ୟ ଆମର ଅସ୍ଥି ଓ ମାଂସପେଶୀକୁ ଦୃଢ଼ କରନ୍ତି, ଯେପରି ମାଛ, ଅଣ୍ଡା, କ୍ଷୀର, ମଟର, ବୁଟ, ଡାଲି, ଛେନା, ମାଂସ ଇତ୍ୟାଦି। ସେହିପରି କେତେକ ଖାଦ୍ୟ ଆମକୁ ଶକ୍ତି ଦିଅନ୍ତି, ଯେପରି ରୁଟି, ଲହୁଣୀ, ଭାତ, ଆଳୁ, ତୈଳ, ମିଠା, ଚିନି ଇତ୍ୟାଦି। ଏବଂ କେତେକ ଖାଦ୍ୟ ଆମକୁ ନିରୋଗ ରଖିବାରେ ସାହାଯ୍ୟ କରନ୍ତି, ଯେପରି ଫଳ, ବିଭିନ୍ନ ପ୍ରକାର ଫଳ ଏବଂ ପନିପରିବା। ଖନ ପ୍ରଶ୍ନ ଦୂଷିତ ବାୟୁ ଆମ ଶରୀର ପାଇଁ କ୍ଷତିକାରକ କାହିଁକି? ଏହାର ଉତ୍ତର ହେଉଛି ସାଧାରଣତଃ ଖେଳ ପଡ଼ିଆରେ ଉଡ଼ୁଥିବା ଧୂଳି, ଜୋରରେ ପବନ ହେଲେ ଉଡ଼ୁଥିବା ଧୂଳି, ଗାଡ଼ି ମଟର, କଳକାରଖାନା,
ଚୁଲିରୁ ବାହାରୁଥିବା ଧୂଆଁ ଆମ ନାକରେ ପଶିଗଲେ ଆମକୁ ଅସ୍ୱସ୍ତି ଲାଗେ। କାହାରି କାହାରି ଛିଙ୍କ ବା କାଶ ହୁଏ। ଆଖି ପୋଡ଼େ, ଆଖିରୁ ଲୁହ ବାହାରେ। ଧୂଳି ଧୂଆଁ ବ୍ୟତୀତ ବାୟୁରେ ଅନେକ ରୋଗ ଜୀବାଣୁ ମଧ୍ୟ ଉଡ଼ି ବୁଲୁଥାନ୍ତି। ଏପରି ବାୟୁ ଦୂଷିତ ଅଟେ। ଏହି ଦୂଷିତ ବାୟୁ ଶରୀର ପାଇଁ କ୍ଷତିକାରକ। ଗଣ ପ୍ରଶ୍ନ, ମାଟି ଦ୍ୱାରା ହେଉଥିବା 2ଟି ଉପକାର ଲେଖି ମୋଟାଳ ମାଟି ବିଷୟରେ ବର୍ଣ୍ଣନା କର। ଏହାର ଉତ୍ତର ହେଉଛି ମାଟିର ଉପକାରିତା। ମାଟିରେ ଗଛଲତା ବଢ଼ନ୍ତି। ଏହି ଗଛଲତା ମାଟିରୁ ସେମାନଙ୍କର ଖାଦ୍ୟ ସଂଗ୍ରହ କରନ୍ତି। ଏଣୁ ମାଟିକୁ ଉଦ୍ଭିଦର ଖାଦ୍ୟ ଭଣ୍ଡାର କୁହାଯାଏ। ମାଟି ଉପରେ ଘର ତିଆରି କରି ଆମେ ସବୁ ରହୁଥାଉ। ମୋଟାଳ ମାଟି, ଏହି ମାଟି ପାଉଁଶିଆ ଦିଶେ। ପାଣି ପଡ଼ିଲେ କଳା ଦେଖାଯାଏ। ଏହି ମାଟିରେ କାଦୁଅ ଅଂଶ ବେଶୀ ଥାଏ। ମୋଟାଳ ମାଟିରେ ଉଦ୍ଭିଦ ଏତେ ଭଲ ବଢ଼ିପାରେ ନାହିଁ। ଘନ ପ୍ରଶ୍ନ, ଛାୟା କିପରି ସୃଷ୍ଟି ହୁଏ? ଏହାର ଉତ୍ତର ହେଉଛି ଆଲୋକ ସରଳ ରେଖାରେ ଗତି କରେ। ଆଲୋକ ସମ୍ମୁଖରେ ଥିବା କୌଣସି ବସ୍ତୁ ମଧ୍ୟ ଦେଇ ଏହା ଯାଇ ନ ପାରିଲେ ବସ୍ତୁ ପଛ ପାଖରେ ଅର୍ଥାତ୍ ଆଲୋକର ବିପରୀତ ଦିଗରେ ବସ୍ତୁ ଆକୃତିର ଛାୟା ସୃଷ୍ଟି ହୋଇଥାଏ। ଗଣ ପ୍ରଶ୍ନ, ସଂକ୍ଷିପ୍ତ ଟିପ୍ପଣୀ ଲେଖ। ପାନୀୟ ଜଳ। ଏହାର ଉତ୍ତର ହେଉଛି ଢାଙ୍କୁଣୀ ଥିବା ଗଭୀର କୂପ ଓ ନଳକୂପ ଜଳରେ ମଇଳା ବା ରୋଗ ଜୀବାଣୁ ନଥାନ୍ତି। ତେଣୁ ଏଥିରୁ ଜଳ ନେଇ ପିଇବା, ରୋଷେଇ କରିବା ଆଦି କାମରେ ବ୍ୟବହାର କରିବା ଉଚିତ। ସହରମାନଙ୍କରେ ନଦୀ ଜଳକୁ ପରିଷ୍କାର ଓ ଜୀବାଣୁମୁକ୍ତ କରି ପାଇପ୍ ସାହାଯ୍ୟରେ ଘରମାନଙ୍କୁ ଯୋଗାଇ ଦିଆଯାଏ। ଏହି ପାଇପ୍ ଜଳ ବା ଟ୍ୟାପ୍ ଜଳ ମଧ୍ୟ ପାନୀୟ ଜଳ ଅଟେ।